कुशल कथा सब कुशल तो मला 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 आलो सब कुशल तो एठी अधिका कुआर रहिला जे ताको गाड़े दिबे बा बाबुआ तुमे ना भारी भाग्यवान मंथरा जहाँ कहूची प्रकृत सत कथा तू भाग्यवान तो जग मो भी भाग्यवती तो परमेश्वर सब जुटाई देछंती रे धन तो सब जुटाई देछंती माँ तुम्हें जे एते आनंद तुम ठारू मंथरा जे अपार आनंद हेले पिता मते देखिले आहुरी आनंद हेबे माँ आमे सब घर खोजी आसिलु हेले पिता को केउठी पाइले नाही माँ माँ ओ पिता केउ घरे अछंदी से बापा कथा मने पड़िले पिता जे प्राण हरैछंती रे धन पिता प्राण हरैछंती पिता हमर छाड़ी चली जाइछंदी सही अशुभ खबर तो हमें बाटे बाटे देखिलु मु स्वप्न रे जहाँ देखी से कौन सत अटे माँ संबोधन करी किए से डाकिब आस आस मोर हरत ललित मधुर कोमनीय सुर पिताकर मृत्युर कारण कौन माँ से कौन मृत्यु पूर्व आमको खोजी नथिले माँ मृत्यु पूर्व से कि उपदेश दे जाइछंदी माँ कौन कहि दे धन घोर चिंता ही पिताकर मृत्युर कारण संकल शपथर अधीश्वर राजाकर की चिंता थिला माँ चिंता तो विशेष गुरुत्व ने धन मृत्यु बेला से कहा तो खोजी नहाती कि मृत्यु ताकर कहीं देखी नहाती निज वृद्ध पूर्व थिला ताकर अंतिम उपदेश हा राम हा लक्ष्मण हा जानकी माँ पिता कौन पे तीन थर हाय शब्द उच्चारण कले माँ राम लक्ष्मण जानकी कौन पाखरे नथिले से माने के बडे जाइछंदी माँ तू केउति पे आश्चर्य मु तो किछि जानि पारु नै मु तो तो पे सब व्यवस्था करिछि माने घरे नाहंती मो पाई पुनी सब संभव तू कौन कहूचु माँ हाँ हाँ बुझी गले आनंद रे भासीछि पिता कले अविचार रे बुली गले गोराचार पठाइले तते मातुरा पुरा रे
ମତେ ସେଇ ପରିବର୍ତ୍ତ ହୃଦୟ ମୋର ଦଳିଲା କଦଳୀ ପିଜନ ପୂର୍ବ ସ୍ନେହରୁ ବଞ୍ଚିତ କରି ରାଜ୍ୟ ସାରା ଉତ୍ସବ ଚାଲୁଥିଲେ ମୁଁ କହି ପରିବର୍ତ୍ତ ମୋ ଧୈର୍ଯ୍ୟ ରହିଥାନ୍ତା ମୋର ଏଠି ଧୈର୍ଯ୍ୟ ବିପର୍ଯ୍ୟୟର କର୍ଣ୍ଣଧାର ଏବଂ ମଥୁରାର ପ୍ରଚେଷ୍ଟା ଫଳରେ ଏକ ଚକ୍ରବର୍ତ୍ତୀ ପାପିନୀ ଧ୍ୱଂସ କରିଛି ଅଯୋଧ୍ୟାର ସମସ୍ତ ସମ୍ମାନ। ଚିନ୍ତା କରି ପିତା ମୋର କରିଛନ୍ତି ତ୍ୟକ୍ତ ପ୍ରାଣ। ତେବେ ଭାଇ ମୋର କାହିଁ ଏ ପାପିନୀ ଠାରୁ ସବୁ କଥା ଧୈର୍ଯ୍ୟ ଧରି ଶୁଣେ ତାହାପରେ ଯାଉ ବ୍ୟବସ୍ଥା। ତାହେଲେ ମା ଭାଇ ଭାଇ ଯଦି ରହିଛନ୍ତି କାହିଁ? ତା ପୂର୍ବରୁ ମୋ ସୁଗମ ବସି ପୂର୍ବେ ମତେ ଦୁଇ ବରରେ ଦେଇଥିଲେ ତ ପିଆରା ମଥୁରା ଶୁଣାଇ ଦେଲା ସେ କାଳରେ ତୁମର ମଣି ରହିଲି କରି ଗୁଆରା। ପିତା ତୋର ଚଳି ନ ପାଇଲେ ମୋର ହୃଦୟ ମନ୍ତ୍ରା କହିଲେ ଯେ ମାଗ ଯାହା ମାଗିବ ମାଗ ତାହା କଣ ଅଯୋଧ୍ୟା ପୋଖରୀ ନିକଟରେ ଅସଲ ରହିପାରେ? ତାପରେ ମୁଁ କହିଲି ହତବଂଶ ଅଧିପତି ଅନାୟକ ରୁଚଗତି ପ୍ରୀତି ମନ ସତ୍ୟ ସମ୍ପତ୍ତି ଅଯୋଧ୍ୟାପତି ନହିଲେ ନାଇଁ ମୋ ଗତି ରାମ 14 ବରଷ ଯେ ବନେ କରୁ ଯାଇ ବାସ ଦ୍ୱିତୀୟ ବରରେ ପୁତ୍ର ନରେଶରେ ତୁମର ମଣି ରହିଲି କରି ଏଥିରେ ମହାତ ହୋଇ ପଡ଼ିଲେ ମହାରାଜ। ସେଇ ଦିନ ଠାରୁ ତାଙ୍କ ମୁଣ୍ଡ ଉପରକୁ ଉଠି ନାହିଁ। ସୀତା ସୌମିତ୍ରୀ ସଙ୍ଗେ ଗଲେ ବନେ ରେ ଏ ଶତ୍ରୁଘ୍ନ ଶୁଣିଲୁ ଶୁଣିଲୁ ଏ ପିଶାଚିନୀର ହୃଦୟର ନିଷ୍ଠୁର କଥା। ଅଯୋଧ୍ୟାରେ ଖେଳିଯାଏ କ୍ରନ୍ଦନର ଢେଉ ସମସ୍ତଙ୍କ ଆଖିରେ ଲୋତକ ଝରାଇ ନିରୀହ ପ୍ରଜାମାନଙ୍କର ହୃଦୟକୁ କଳୁଷିତ କରି ମୋ ପାଇଁ କରିଛି ପୁଣି ରାଜସିଂହାସନ। ପିଶାଚିନୀ ମୋ ସମ୍ମୁଖରୁ ଦୂର ହୁଅ ବେଗେ। ଭାଇ ହୃଦୟକୁ ଶାନ୍ତ କର ଭାଇ। ଭାଇ ଭାଇ ଦୋଷ କଲେ ମା ସେ ଆମର ମା ତୁ ପୁଣି ଏ କହୁ ମା ବୋଲି ଯେ ଅଯୋଧ୍ୟାର ସମ୍ମାନ ଲୋପ ନ କରି ଭାଇ ଭାଉଜକୁ ବନବାସ ପଠାଇ ଭାଇଙ୍କ ଆଖିରୁ ଲୋତକ ଝରାଇ ମତେ ପୁଣି କହୁଛି ଏକାକି ଚକ୍ରବର୍ତ୍ତୀ କଳଙ୍କିନୀ। ଜାଣିନାହୁଁ ଭାଇ ଭାଉଜଙ୍କ ପ୍ରତି ଅନୁଗତ୍ୟ କେତେ? ଜାଣିନାହୁଁ ଭାଇ ଭାଉଜଙ୍କ ପ୍ରତି ସମ୍ମାନ କେତେ? ଶତ୍ରୁଘ୍ନରେ ହୃଦୟ କିମ୍ବା ସ୍ପନ୍ଦିତ ହୁଏ ଭାଇ। ମୁଁ ଯେ ରାଗରେ ଦର୍ଦିତ ଭାଇ। ଭାଇପଦର ମହତ୍ଵ ଉଜାଡ଼ି ଦେଇଛି ଏ ପିଶାଚିନୀ। ବଂଶ ବିନାଶିନୀ ଏଟା ପିଶାଚିନୀ, ବଂଶ ବିନାଶିନୀ ଏଟା ପିଶାଚିନୀ।